ନା କହିଲେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ। ମୋ ନାଁ ନଳିନୀ ବିଶ୍ୱାଳ, ଢେଙ୍କାନାଳ ଡିଷ୍ଟ୍ରିକ୍ଟ କାମାକ୍ଷାନଗର ମାଳପୁରାରୁ ଆସି। କ'ଣ ଅନୁଭୂତି ଅଛି କୁହନ୍ତୁ? ଏଠି ଗୋଟେ ମୋର ଭଲ ଅନୁଭୂତିଟେ ଥିଲା ଯେ 2023 ମସିହାର ମୁଁ ଟିକେ ଜଗନ୍ନାଥଙ୍କୁ ଟିକେ ଭଲ ପାଏ, ସବୁବେଳେ ଆସିବା ପାଇଁ ଟିକେ ଇଚ୍ଛା କରୁଥିଲି। କିନ୍ତୁ ରଥଯାତ୍ରା ମାସେ ଥାଏ, ମୁଁ ସବୁବେଳେ ଭାବୁଥାଏ ଯେ ରଥଯାତ୍ରାରେ କେମିତି ରଥରେ ଜଗନ୍ନାଥଙ୍କୁ ଟିକେ ଦର୍ଶନ କରିବି। କିନ୍ତୁ ସବୁବେଳେ କ୍ୟାଲେଣ୍ଡର ଦେଖିଲି, କିନ୍ତୁ ରଥଯାତ୍ରାଟା କେମିତି ମୋର ଶନିବାର ପଡ଼ନ୍ତା, କିନ୍ତୁ ଦେଖିଲା ବେଳକୁ ସେପାଳି ଶୁକ୍ରବାର ମୋର ରଥଯାତ୍ରା ପଡ଼ିଯାଇଛି। ତାପରେ ମନେ ମନେ ଭାବିଲି ଯାହା ହଉ ବାହୁଡ଼ାଟା ତ ଶନିବାର ପଡ଼ିବ, ସ୍କୁଲ ତ ଛୁଟି ହେଇପାରିବନି, କ'ଣ କରିବି? ମୁଁ ତ ଟିଚର କରୁଛି, ଏଚ୍ଏମ୍କୁ କହିପାରିବିନି ଯେ ଏତେଟା ସିଏଲ୍ ନେବି ବୋଲି। ତାପରେ କ'ଣ କରିବି? ସେଠୁ ଶନିବାର ଯେତେବେଳେ ବାହୁଡ଼ା ପଡ଼ିଥାଏ, ମୁଁ ମନେ ମନେ ଭାବିଲି ଯାହା ହଉ ବହୁତ ଖୁସି ହେଲି। ଆଉ ଶନିବାର ତ ବାହୁଡ଼ା ପଡ଼ିଛି, ମୁଁ 2 ଦିନ ସିଏଲ୍ ନେଇକି ଯିବି, ଆଉ ସୋମବାରକୁ ମଙ୍ଗଳବାର ଆଉ। ତାପରେ ସିଏଲ୍ ପକେଇକିରି ରେଡ଼ି ହେଇକିରି ଥାଏ, ଶନିବାର ନା ଆସିବ ବୋଲି ବାହାରିଛି। ଏଠୁ ଭାଇ ଝିଅକୁ କହିଲି, ଝିଆରିକି କହିଲି ଆଉ ଶ୍ରଦ୍ଧା ଟିକେ ବାହୁଡ଼ା ଦେଖିବା ପାଇଁ ଯିବା। ତାପରେ ସେ କହିଲା ଯେ ନାହିଁ ମୁଁ ଏ ବର୍ଷ ଯିବିନି, ସବୁବେଳେ ଯାଉଛି, ଆଉ କେତେ ଜଗନ୍ନାଥଙ୍କୁ ସବୁବେଳେ ଦର୍ଶନ କରିବା, ମୁଁ ଏପାଳି ଯିବିନି। ତାଙ୍କୁ ଯେତେ ବାରମ୍ବାର କହିସାରିଲି, ସେ ଆଉ ଟୋଟାଲି ରାଜି ହେଲାନି। ତାପରେ ବାହୁଡ଼ା ଦିନ ଆସି ପହଞ୍ଚିଲା, ସକାଳୁ ଗୋଟେ ଭାବିଲି, କହିଲେ ଆରେ ମୋର ଏତେ ଦୁର୍ଭାଗ୍ୟ, ଜଗନ୍ନାଥ ମୋତେ ଟିକେ ଦର୍ଶନ ବି ଦେଲେନି। ମୁଁ ଏତେ ଥର ଆଜିକି 40 ବର୍ଷ ହେଲା ମୁଁ ଜଗନ୍ନାଥଙ୍କୁ ଦର୍ଶନ କରି ଆସୁଛି, କିନ୍ତୁ ଆଜି ମୋତେ ସେ ଦର୍ଶନ ଦେଲେନି। ହଁ, ମନ ଦୁଃଖ ହେଲା। ତାପରେ ଟିଭି ଖୋଲିକିରି ବସିଲି, ଜଗନ୍ନାଥଙ୍କୁ ଟିକେ ଦେଖିଲି। ଜଗନ୍ନାଥଙ୍କୁ ଦେଖିଲି ମୁଁ ବହୁତ ଖୁସି ହେଲି। ତାପରେ ଏତେ ମାନେ ମୁଁ ଖୁସି ହେଲି, ଖାଲି ଦୁଃଖରେ ବି ତାପରେ କାନ୍ଦିଲି। ମୁଁ କହିଲି ଆଜି ଜଗନ୍ନାଥ ମୁଁ ତୁମକୁ ଦର୍ଶନ କରିପାରିଲିନି, ମୋର ଆଜି ବହୁତ ଦୁର୍ଭାଗ୍ୟ ହୋଇଛି। ହଉ, ତାପରେ ଯାଇକିରି ଝିଆରିକି ଉଠେଇଲି, କହିଲି ଝିଅ ଟିକେ ଉଠୁ ମ ଯିବା, ଆଉ ଜଗନ୍ନାଥ ଟିକେ ତା ମନଟା ହେଲେ ଟିକେ ପରିବର୍ତ୍ତନ କରିଦିଅନ୍ତେ, ଟିକେ ହଁ ମାରିଦିଅନ୍ତା, ମୁଁ ବହୁତ ଖୁସି ହେଲି। ତାପରେ ତାକୁ ଯେତେବେଳେ ଉଠେଇଲି, ସେ ହଁ ମାରିଦେଲା, ଆଉ କହିଲା ଆଜି ଯିବି। ମୁଁ ଏଠୁ ବହୁତ ଖୁସି ହେଇଗଲି। ତାପରେ ସାଙ୍ଗେ ସାଙ୍ଗେ 10 ମିନିଟ୍ରେ ବାହାରି ଆମେ କାମାକ୍ଷାନଗର ଆସି ତାପରେ ପୁରୀରେ ଆସିକିରି 12ଟା ଭିତରେ ପହଞ୍ଚିଗଲୁ। ମୁଁ ଭାବିଲି ଜଗନ୍ନାଥଙ୍କର ଏତେ ମହିମା ଅଛି, ଯାହାକି ସେ ମୋତେ 2-3 ଘଣ୍ଟା ଭିତରେ ପୁରୀ ଆଇଲେ। ମୁଁ ତାଙ୍କୁ ଭକ୍ତିରେ ବହୁତ ଡାକିଛି। ତେଣୁ ଯିଏ ମୋର ଏତିକି ଯେ ଭକ୍ତମାନଙ୍କୁ କହିବି, ଶ୍ରଦ୍ଧାର ସହିତ ଯଦି ଠାକୁରଙ୍କୁ ଆମେ ଭକ୍ତିରେ ଡାକିବା, ତାହେଲେ ନିଶ୍ଚିତ ଜଗନ୍ନାଥ ଆମ କଥା ସବୁବେଳେ ଶୁଣିବେ। ଯେପରିକି ମୋ କଥା ଶୁଣିକି 2-3 ଘଣ୍ଟା ଭିତରେ ମୋତେ କାମାକ୍ଷାନଗର ପୁରୀ ଆଣିଲେ ଭାରି, ସେଇଭଳି ସମସ୍ତଙ୍କ କଥା ଶୁଣିବେ। ତେଣୁ ଜଗନ୍ନାଥଙ୍କର ଅସୀମ ମହିମା ଅଛି, ତାଙ୍କୁ ଭକ୍ତିରେ ସମସ୍ତେ ଡାକନ୍ତୁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସବୁବେଳେ କୁହନ୍ତୁ, ଏବଂ ହାଲୋ ହାଇକି ଛାଡ଼ି ଦିଅନ୍ତୁ। ଅନ୍ୟାନ୍ୟ ଆଡ଼େ ବି ମନ କିଛି ଦିଅନ୍ତୁନି, ଖାଲି ଜଗନ୍ନାଥ ଜଗନ୍ନାଥ ଭାବ। ମୁଁ ଯେତେବେଳେ ଉଠିଲେ ବି ଜଗନ୍ନାଥ ଏବଂ ଜୟ ଜଗନ୍ନାଥ ଟିଭିକି ମଧ୍ୟ ସବୁବେଳେ ମୁଁ ଦେଖେ। ମୋତେ ବହୁତ ଆନନ୍ଦ ଏବଂ ଖୁସି ବହୁତ ଲାଗେ। ଧନ୍ୟବାଦ। ଜୟ ଜଗନ୍ନାଥ।